ଆଷ୍ଟ୍ରୋଲୋଜିରୁ ସତରେ କ'ଣ ଭବିଷ୍ୟତ ଜଣା ପଡ଼େ? ସେଇଟା ରାମାୟଣ ମହାଭାରତରୁ ଆମେ ଯଦି ଆଣିବା, ଯଦି ଆମେ ପୂଜା କରୁଛୁ ମାନେ ମୁହୂର୍ତ୍ତ ଜ୍ଞାନ, ଜଟାୟୁକୁ ମରାଗଲା ସେଇ ସମୟରେ ଯୋଉ ହେଲା ମୁହୂର୍ତ୍ତ ଜ୍ଞାନ ହେଲା ଯେ ସୀତାକୁ ରାବଣ ଏଇ ଦିଗରେ ନିଆଯାଇଛି। ସବୁ ରାମାୟଣର ଅଛି, ମହାଭାରତର ଅଛି, କୌତଲ୍ୟ ଶାସ୍ତ୍ରରେ ଅଛି, ଆପଣଙ୍କର ବୁଦ୍ଧଙ୍କର ଯେତେ ବହି ଲେଖା ଅଛି ସବୁ ସେଟା ଅଛି। କିନ୍ତୁ କଥା କ'ଣ 100% କୋଉଟା ହେଲେ ହବନି ଆଜ୍ଞା। କାହିଁକିନା ମୁଁ ସବୁବେଳେ କହିଛି ଯେ ଜ୍ୟୋତିଷ କେବେ କାହାର ଭାଗ୍ୟ ପରିବର୍ତ୍ତନ କରିପାରିବ ନାହିଁ। ଯଦି କରିପାରୁଥାନ୍ତା ନିଜର ଭାଗ୍ୟ ବଦଳୁନି, ନିଜ ପରିବାରର ବଦଳ ହେଲେ କ'ଣ ସେ ଜ୍ୟୋତିଷ? ଜ୍ୟୋତିଷ ହେଲା ମାର୍ଗଦର୍ଶକ, ଦିଗ୍ଦର୍ଶକ। ଏମିତି ପୂଜା କର, ସେମିତି କର, ଦବା ଲୋକ ଭଗବାନ। ଡାକ୍ତର କେବେ ରୋଗ ଭଲ କରିପାରିବନି ଆଜ୍ଞା। ରୋଗ ଯଦି ଭଲ କରୁଥାନ୍ତା ତା ରୋଗ ଭଲ କରୁନି, କରିପାରିବନି। ସେ ରୋଗ ନିଦାନ କରିବ, ଚିକିତ୍ସା କରିବ। ଆପଣ ଦେଖିଥିବେ ଡାକ୍ତର ମାନେ ଯୋଉ ପ୍ରେସ୍କ୍ରିପସନ ଦିଅନ୍ତି RX ବୋଲି ଲେଖନ୍ତି। ସୋ ହ୍ୱାଟ ଡୁ ମିନ୍ ବାଇ ଦ୍ୟାଟ୍? କିନ୍ତୁ ସତରେ କ'ଣ ଆମର ଭବିଷ୍ୟତରେ ଆମ ସହିତ କ'ଣ ହବ ଆମ କପାଳରେ, ଆମ ହାତରେ ଲେଖା ଅଛି? ନ୍ୟାଚୁରାଲି ଆପଣ ମତେ ପଚାରିବା କଥା, ଏଇଟା ଯଦି ଅଛି ତାର ହାତ ନଥିବ କେମିତି ଜାଣିବେ? ଯଦି କାହାର ହାତ ନଥିବ କେମିତି ଜାଣିବେ? କପାଳର ତାର ସ୍କିନ୍ ଡିଜିଜ୍ ହେଇଯାଇଥିବ ଜାଣିପାରିବେ ଆପଣ। ସେଇ ଲାଇଟ୍ରେ ମତେ ପଚାରିବା କଥା। କପାଳ କୋଷ୍ଠୀ ଜଳା ଆପଣଙ୍କର ଯେମିତି ଏଲୋପାଥି, ହୋମିଓପାଥି, ନେଚୁରୋପାଥି। ଏଲୋପାଥି ବାଲା ଆପଣ ରିଏକ୍ସନ ଦଉଛନ୍ତି, ହୋମିଓପାଥି ବାଲା ତାଙ୍କର ହିଷ୍ଟ୍ରି ପଚାରୁଛନ୍ତି, ତମ ବାପାକୁ କ'ଣ ହେଇଥିଲା, ଡାଇବେଟିସ୍ ହେଇଥିଲା କି, ଏନସିଷ୍ଟର। ଯେମିତି ଆପଣ ଯୋଉ କହୁଛେ ରେଖା ଯଦି ଠିକ୍ ଅଛି, ଆପଣ ଯଦି ଗବେଷଣାତ୍ମକ ଠିକ୍ ଅଛି, ଶତକଡ଼ା 90% ଆପଣ କହିପାରିବେ ଆଜ୍ଞା। କାହିଁକି ମୁଁ ଆପଣଙ୍କୁ କହୁଛି ଡାକ୍ତରମାନେ କ'ଣ ଜ୍ୟୋତିଷ ପାଖକୁ ଯାଆନ୍ତିନି? ଜ୍ୟୋତିଷ ମାନେ କ'ଣ ଡାକ୍ତର ପାଖକୁ ଯାଆନ୍ତି? ଉଭୟ ଆତ୍ମନିର୍ଭରଶୀଳ। ମାନେ ହାତ ଦେଖି, କପାଳ ଦେଖି ପାଖାପାଖି 90% କହିହବ ଯେ ଆଗକୁ ଆପଣଙ୍କ ସହିତ କ'ଣ ହେବାକୁ ଯାଉଛି। କିନ୍ତୁ ଏ ଆଷ୍ଟ୍ରୋଲୋଜିରେ ଯୋଉ ଆଷ୍ଟ୍ରୋଲୋଜର ଥାନ୍ତି, କ'ଣ ଏମାନେ ସମସ୍ତେ ଅଲଗା ଅଲଗା ପାଠ ପଢିଥାନ୍ତି? କାରଣ ମୁଁ ଏଥିପାଇଁ ଆପଣଙ୍କୁ ପ୍ରଶ୍ନ ପଚାରୁ ସାର୍ ଯେ ଅନେକ ଲୋକ ହାତ ଦେଖନ୍ତି, ଅନେକ ଲୋକ କପାଳ ଦେଖନ୍ତି, ଅନେକ ଲୋକ କାର୍ଡ ଦେଖନ୍ତି। ଏସବୁ କ'ଣ ପାଠ ଅଲଗା ଅଲଗା? କାର୍ଡ ଦେଖନ୍ତି, ଶୁଆ ଆଗରୁ ଓରା ସବୁ ବୃତ୍ତିଗତ ଆଜ୍ଞା। ଏ ପେଶା ପାଇଁ ସେମାନେ ସମାଲୋଚନାର ପାତ୍ର ହଉଛନ୍ତି। ମାନେ ମୋର କହିବାର, ମୁଁ ଏଇ ମାଧ୍ୟମରେ ପଚାରୁଛି ଯଦି ସାଇନ୍ସ, ଯଦି ଟାଇମ୍ ଇଜ ଦ ଏସେନ୍ସ ଅଫ ଆଷ୍ଟ୍ରୋଲୋଜି, ଜନ୍ମର କୋଉଟା ଠିକ୍ ସମୟ? ମୁଣ୍ଡଟା ଦୁଷିବ ଗୋଡ଼ଟା ଭିତରେ ଥିଲେ, ନା ମୁଣ୍ଡ ଗୋଡ଼ ଦୁଇଟା ଯାକ ବାହାରିଲେ, ନା ଭୂପୃଷ୍ଠ ହେଲେ, ନା ପ୍ରଥମେ କୁଆଁ ଶବ୍ଦ ହେଲେ ସମୟକୁ ଆଉ ନିର୍ଦ୍ଧାରିତ କରାଯାଏ। ଯଦି ଆପଣ ଆକୁ ସମୟ କହିବେ ପଡ଼ିଗଲା ପରେ ଠିକ୍ ସମୟ ବୋଲି, ଯେମିତି ସୂର୍ଯ୍ୟ ଉଦୟ ମାନେ ସୂର୍ଯ୍ୟ କିରଣ ପାଣି ବିଚ୍ଛୁରିତ ହେବ ଜଳ ଭିତରେ ଥାଉ, ପାଣିକି ଛାଡ଼ିଗଲେ ଉପରକୁ ଆପଣ ସୂର୍ଯ୍ୟ ଉଦୟ ସମୟ ନିଆଯାଉଛି। ମୁଁ ଠିକ୍ ସେମିତି ପଚାରିବି ସେଇ ସମୟକୁ କାହିଁକି କହିବେ? ଯେତେବେଳେ ଗର୍ଭବତୀ ହେଉଛି, ୟୁରିନ୍ ଟେଷ୍ଟ କରୁଛି ଡାକ୍ତର, ଭ୍ରୂଣ ରହିଲା ବୋଲି ଯାଉଛି, ଆପଣ ତାକୁ କାହିଁକି ଜନ୍ମ ସମୟ ବୋଲି ନେବେନି? ଡିଫରେନ୍ସ। ମୋର କହିବାର ଆପଣ କୋଉ ଭାବରେ ଗବେଷଣା କରୁଛନ୍ତି, କେତେ ଦୂର ଯୁକ୍ତି ସଙ୍ଗତ, ବ୍ୟବସାୟ ତ ସେଥିରେ ନାହିଁ କି ବୋଲେ ପ୍ରିଡିକ୍ସନ ଆସିବ ଆଜ୍ଞା। ତେଣୁ ମୋର କହିବାର ଜିନିଷ, ଆପଣ ରାମାୟଣ ମହାଭାରତ ସବୁ ଆଜ୍ଞା କ'ଣ ଏମାନେ କ'ଣ ଜାଣିନଥିଲେ? ପାଣ୍ଡବ ମାନେ ଜିତି ନାହାନ୍ତି ଆଜ୍ଞା, ତାଙ୍କୁ ଜିତେଇ ଦିଆଯାଇଛି, କିନ୍ତୁ କର୍ମଫଳ ଭୋଗିଛନ୍ତି ଆଜ୍ଞା। ଯୋଉ ମୁଦାରେ ଅଛନ୍ତି, ହଇରାଣ ହେଇଛନ୍ତି, ହରକଷ୍ଟ ହେଇଛନ୍ତି, ବସ୍ତ୍ର। ମୁଁ ଛୋଟିଆ କଥା କହିବି ଆଜ୍ଞା, ଭାଗ୍ୟ ଆଉ କର୍ମ ଯୋଉ କହିଲି ଗୋଟିଏ ଭିତରେ ଆଜ୍ଞା। ଶ୍ରୀକୃଷ୍ଣ ବନ୍ଦିଶାଳାରେ ଜନ୍ମ, ରାମସ୍ ଲାଇଫ ଇଜ ଏ ଡିଜାଷ୍ଟର ଲାଇଫ। ସୀତା ଯୋନିରୁ ଜନ୍ମ ନୁହନ୍ତି, ଚାଷ କଲା ବେଳେ ପାଇଲେ, ପାତାଳକୁ ପଳେଇଲେ, ଯାହାର ବାପା ଜନକ ରଜା, କିନ୍ତୁ କାହିଁ ଦୁଃଖ ତ କହିନାହାନ୍ତି। ଆଜିକାଲିର ତ ସ୍ତ୍ରୀ ମାନେ ଟିକେ ଅପଡ଼ ହେଲେ ଆମେ ବାପ ଘରକୁ ପଳେଇବି ବୋଲି କହୁଛନ୍ତି। ତେଣୁ ସେଇ ପରିପ୍ରେକ୍ଷୀରେ କହିବି କର୍ମ ଆଉ ଭାଗ୍ୟ। ମୁଁ ଗୋଟେ ଛୋଟିଆ କଥା ଆପଣଙ୍କୁ କହୁଛି ଯେ କୋଉଟା ବଡ଼ ଦେଖନ୍ତୁ। ତ୍ରିକାଳଦର୍ଶୀ ତିନି କାଳର କଥା କହିପାରୁଥିଲେ। ସୁନାର ଲଙ୍କା, ବିଶିଷ୍ଟ ଯୋଦ୍ଧା, ଲଙ୍କା ପୋଡ଼ିଗଲା, କାହିଁ ରକ୍ଷା କରିପାରିଲେନି ତ? ଆକୁ ଭାଗ୍ୟ କହିବେ ନା କର୍ମ କହିବେ? ଇଚ୍ଛାମୃତ୍ୟୁର ଅଧିକାରୀ ଭୀଷ୍ମ ସରସଜ୍ଜାରେ ରହିଲେ, ରକ୍ତ ପ୍ରସାରିତ ହେଇଗଲା, ଆକୁ କର୍ମ କହିବେ ନା ଭାଗ୍ୟ କହିବେ? ସେମିତି ମୁଁ ଆପଣଙ୍କୁ କହିବି ଶ୍ରୀକୃଷ୍ଣଙ୍କର ପରମ ଭକ୍ତ ବା ପରମ ଶିଷ୍ୟ ଅର୍ଜୁନ, ତାଙ୍କ ପୁଅ ଅଭିମନ୍ୟୁଙ୍କର ମୃତ୍ୟୁ ହେଇଗଲା, ସେ ଭାଗ୍ୟ ନା କର୍ମ? କର୍ମ ଆଉ ଭାଗ୍ୟର କଥା ଭିତରେ ଆଉ ଗୋଟେ ବି ପ୍ରଶ୍ନ ମନକୁ ଆସିବ ଯେ ବହୁତ ଲୋକ କୁହନ୍ତି ଯେ ତୁମେ ପୁନର୍ଜନ୍ମରେ ଯାହା କରିଥିଲ ତାର ଫଳ ଏବେ ଭୋଗିବ। କିନ୍ତୁ ଏବେ ଆଉ ଗୋଟେ କଥା ବି ଲୋକ କୁହନ୍ତି ଯେ ଆପଣ ଯେମିତି କାମ କରିଥିବେ, ଅର୍ଥାତ୍ ଆପଣଙ୍କ କର୍ମ ଯେମିତି ଥିବ ଭବିଷ୍ୟତରେ ଆପଣଙ୍କର ସେମିତି ଫଳ ଆପଣ ପାଇବେ। କୋଉଟା ଠିକ୍ ସାର୍? ଦୁଇଟା ଯାକ ଠିକ୍। କାହିଁକି ନା ଦେଖନ୍ତୁ, ଓପେନିଂ ବ୍ୟାଲେନ୍ସ ବିକେମ୍ କ୍ଲୋଜିଂ ବ୍ୟାଲେନ୍ସ, କ୍ଲୋଜିଂ ବ୍ୟାଲେନ୍ସ ବିକେମ୍ ଓପେନିଂ ବ୍ୟାଲେନ୍ସ। ଆପଣ ଗାୟ ଯାହା କରିଥିବେ ତାର ଦିନ ସେଟା ଓପେନିଂ ବ୍ୟାଲେନ୍ସ ହେବ। ଯଦି ଆପଣ ମଝିରେ ହେରଫେର କରିଥିବେ ଆପଣ ଅଡିଟ୍ରେ ଧରା ପଡ଼ିବେ।
कर्म को नहीं आपणकर वी कैनॉट चूज आवर पेरेंट्स बट वी कैन चूज आवर फ्रेंड्स मु कहि पारि मो बापा ये हवा दरकार मो मामू हबनी आगा किंतु आपण भूल रे मते कहि परिबेनी जे बाय चांस ताको विवाह गेली बेली आपण थारो सिलेक्शन थारो सर्च यू हैव सिलेक्ट योर लाइफ पार्टनर बट यू कैनॉट सिलेक्ट योर पेरेंट्स और रिलेटिव्स सो द चांस मेक्स योर पेरेंट्स चॉइस मेक्स योर फ्रेंड्स कर्म फल आपण करिवे आगा कर्म करिवाटा आपण करो फलाफल आपण हाथ में नाई आज्ञा नाई कि रहा किंतु कर्म कथा मुझे कहीं कहली आपणकर इलेक्ट्रिक चूल्हा हो काठ चूल्हा हो सबको नहीं रखी दिंतु दाह हो ना आज्ञा आपन को अग्नि संजोग करने को पड़ो बारीपटे पनीपरिया सनफ्लावर देथिबो आपण रोषेई घर रखिले तरकारी हेनी आपन को करने को पड़ो तेणु कर्म आ भाग्य गोटे मुद्रा जो मैंने कहूँ छोड़ो सबू क्षेत्र में माने विरोधी दल रे शासक दल रे मेजॉरिटी रोर्डर लाइन भी किंतु उद्देश्यटा बेले बेले भिन्न हो जाए सर आ गोटे कथा जदि एस्ट्रोलोजी रु एते सब कथा जना पड़ जाउची आगो को केबे भूमिकंप हेबो ए कथा ते आमे आगो तरा जानिबा दरकार टेररिस्ट अटैक हेबो ता भी आमे जानिबा दरकार ड्रीम 11 डे श्रेष्ठ दल कोटा ता भी आबे जानि जिबा दरकार ए प्रश्न भी पचारुचंती लोग देखंतु टेलिंग सॉरी एंड फीलिंग सॉरी आर टू डिफरेंट थिंग्स गोड़ो बाजी गले प्लीज कहया कथा आपण फ्लाइट रे जाउतो गोड़ो बाजो सॉरी किए कहउतला माने आपनकर फीलिंग सॉरी नाही टेलिंग सॉरी अछि आपण आंतरिकता नाही ए जो आपण कहले टेररिस्ट मान को कोन जानु नाती टेररिस्ट मानकर पे लिस्ट रे माने नाती आज्ञा ज्योतिष जानुचंती आपणकर जमी पलि आसला मौसुम तापर आप काढ़ुं मौसुम ठकीदेला मौसुम तो ठके मुझे चीटा नॉट ऑफेंस गोटे ठक जदि ठक को ठके सी ठका नुह मौसुम आपको ठकी दौर ये गोटे प्रवर्चना ये गोटे प्रचार प्रसार वास्तवता ना जो मैंने नक्सलपंथी जानू ना धरले केमती जदि जानू ना एत लोक मले एत प्रकार सुंदर प्रोग्राम सब है कहीं जो मैंने मारी कहीं से आज धरा पड़े से कौन ना कौन मरीगले उद्देश्य आज्ञा आमर डबल एडेड वेपन्स आज्ञा 7 o'clock ब्लेड 5 टंका देले दाढ़ी 5 देले बेक आम सब जाचे किंतु निज स्वार्थ कोटा प्रकाश करुचे कोटा लुचौचे।